ବର୍ତ୍ତମାନ ପଞ୍ଚସଖାଙ୍କର ଜୋରସୋର ଲୀଳା ଚାଲିବ ଆଉ ପଞ୍ଚସଖା ଭକ୍ତ ମାନେ ଏକତ୍ରୀକରଣ ବର୍ତ୍ତମାନ ସମୟ ସବୁ ଆଚ୍ଛା, ଏକଜୁଟ ହେଇଯିବେ ଏ ସମୟ। ବହୁତ ବହୁତ ବଡ ଗୋଟେ ବହୁତ ବଡ ବାବା ଆପଣ ଏଠି ପ୍ରମାଣ ଦେଲେ ଯେ କି ବର୍ତ୍ତମାନ ସମୟ ହେଉଛି ପଞ୍ଚସଖା ଭକ୍ତ ମାନଙ୍କର ମେଳିର ସମୟ। ତେବେ ଚାରିଆଡେ ବର୍ତ୍ତମାନ ପଞ୍ଚସଖାଙ୍କର ଯେତେ ସବୁ ଭକ୍ତ ମାନେ ଅଛନ୍ତି, ମାଳିକାର ଭକ୍ତ ମାନେ ଅଛନ୍ତି, ସବୁଆଡେ ସମସ୍ତେ ଏକାଠି ହେବେ ଆଉ ଭକ୍ତ ମାନଙ୍କର ମେଳି ମଧ୍ୟ ଆରମ୍ଭ ହେଇଯିବ। ଆଜ୍ଞା। ଆଚ୍ଛା, ତେବେ ବାବା ଶେଷରେ ଆପଣ ତ ଶିଶୁଅନ୍ତ ଦାସଙ୍କ କଥା କହିଲେ, ଶେଷରେ ସନ୍ଥ ଅଚ୍ୟୁତାନନ୍ଦ ଦାସ ଏ ବାବଦରେ କଣ କହିଛନ୍ତି, ତାପରେ ବନ୍ଦ କରିବା। ଅଚ୍ୟୁତାନନ୍ଦ କହିଛନ୍ତି କାଳ ଧରଣୀ ଗ୍ରାସିବ ସମର ଲାଗିବ ଚିତ୍ରକୂଟ ନଦୀ ତୀରେ ଲୀଳା ଆରମ୍ଭିବ ଅଯୋଧ୍ୟା ଘୋଷରେ ରାମ ନୀଳବାଣ ଭୁଜ ସେ ସ୍ଥାନେ ରହିଛି ରାମ କରିବେ ଯୁକତ। ମହାପୁରୁଷ ଟିକେ ବୁଲେଇ କହିଲେ ଯେ ଏଇ ଯୋଉ ସମୟ ଆସିବ ରାମ ରାଜ୍ୟର ପ୍ରତିଷ୍ଠା ହେଇଯାଇଥିବ। ଦେଖନ୍ତୁ ବର୍ତ୍ତମାନ ଅଯୋଧ୍ୟା ରାମ ରାଜ୍ୟ ପ୍ରତିଷ୍ଠା ହେଇଛି ନା ହେଇନି? ହେଇଛି ହେଇଯାଇଛି। ସେ ଜନକପୁରରେ ଗୋଟେ ଜିନିଷ ଅଛି, ଜନକପୁରରେ ଯୋଉ ନେପାଳର ଆମର ଜନକପୁର, ହଁ ଆଜ୍ଞା, ସେଇ ସ୍ଥାନରେ ଗୋଟେ ଜାଗା ଅଛି ନୀଳ ବାଣ ଆଉ ଭୁଜ ବାଣ। ଆଚ୍ଛା, କଳିଯୁଗରେ ଦିଟା ବାଣ ରାମ ସେଇଟା ଧାରଣ କରିବେ କଳିଯୁଗ ଶେଷରେ। ଆଉ ନୀଳ ବାଣ ଭୁଜ ବାଣ ସେଇ ସ୍ଥାନରୁ ଗୁପ୍ତରେ କଳ୍କି ମହାପ୍ରଭୁଙ୍କ ପାଖରେ ସେ ଶକ୍ତି ପଳେଇ ଆସିବ। ଆଚ୍ଛା, ସେ ନୀଳ ବାଣ ଭୁଜ ବାଣ ଯାହା ପାଖରେ ରହିବ ବିଶ୍ୱରେ କୌଣସି ଲୋକ ତାକୁ ପରାସ୍ତ କରିପାରିବେ ନାହିଁ। ତେଣୁ ବିଶ୍ୱରେ ନୀଳବାଣ ଭୁଜବାଣ କେବଳ ହିଁ ସନାତନ ଧର୍ମ ଜଗନ୍ନାଥ ମହାପ୍ରଭୁ ଭାରତ ଭୂମିରେ ହିଁ ରହିବ। ଆଉ ସେ ନୀଳବାଣ ଭୁଜବାଣକୁ ପ୍ରାପ୍ତ ହେବେ ମହାପୁରୁଷ କଳ୍କି ଏଇ ସମୟରେ। ଏଇ ଅଙ୍କରୁ ଆଜିଠାରୁ ପ୍ରାପ୍ତ ହେବେ ଗୁପ୍ତରେ ମହାପୁରୁଷ କଳ୍କି ପ୍ରାପ୍ତ ହେଇଯିବେ। ବାବା ଖୁବ ସୁନ୍ଦର ଖୁବ ସୁନ୍ଦର। ତ ବାବା ଆମର ଆକ୍ଚୁଆଲି ଯିବାର ସେଠି ପ୍ଲାନ୍ ଅଛି, ଯାହାକି ଆମେ ମଧ୍ୟ ଆଗରୁ ଡିସ୍କସନ କରିଥିଲୁ। ଭଲ ହେଲା ଆପଣ ଆଜି ସମସ୍ତଙ୍କ ସାମ୍ନାରେ ବି ଏଇଟା ଖୋଲିଦେଲେ। ତେବେ ଆମର ଯୋଉ ଭକ୍ତମେଳି ହଉଛି, ଭକ୍ତମେଳି ପରେ ପରେ ଆମର ଠିକ ନେପାଳ ଯିବାର ମଧ୍ୟ ପ୍ଲାନିଂ ଅଛି। ଆମେ ମଧ୍ୟ ଆପଣଙ୍କୁ ସେଇ ଜାଗା ଦର୍ଶନ କରିବୁ ଯେଉଁଠି ରହିଛି ନୀଳବାଣ ଆଉ ଭୁଜବାଣ, ଆଉ ସେଇଠୁ ମଧ୍ୟ ଭଗବାନ କଳ୍କିଙ୍କୁ ଏଇଟା ପ୍ରାପ୍ତ ହବ। ନିଶ୍ଚିନ୍ତ ନିଶ୍ଚିନ୍ତ। ଆମେ ତ ଯାଇଥିଲେ ଅଯୋଧ୍ୟା କରୁଥିଲେ ଆଉଥରେ ପୁନର୍ବାର ଆଉଥରେ ଆଉ ଠିକ 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 ଠିକ। ଦେଖନ୍ତୁ ଏଇ ସମୟରେ ଏଇ ମିନସନି ପୂର୍ବରୁ ଦେଖନ୍ତୁ କେତେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ହେଲା। 500 ବର୍ଷ ପୂର୍ବରୁ ହେଇଥିଲା କି? ନାଇଁ, ଏଇ ସମୟରେ ହେଲା। ଏଇଟା ଗୋଟେ ରାମ ତାରକ ମନ୍ତ୍ର, ଏଇଟା ଗୋଟେ ଯୁଗ କର୍ମ ପାଇଁ ସବୁ ହବ। ଏଇ ଯୁଗ କର୍ମ ପାଇଁ ପଞ୍ଚସଖାଙ୍କର ଜୋରସୋର ଭକ୍ତ ମିଳି ହବ। ପଞ୍ଚସଖାଙ୍କ ପାଇଁ ସମସ୍ତେ ଲଢେଇ କରିବେ। ପଞ୍ଚସଖା ଭକ୍ତ ଜୋରସୋର ଚାରିଆଡେ ଚାଲିବ। ସମସ୍ତେ ପଞ୍ଚସଖା ପ୍ରେମରେ ମଜିବେ। ଦେଖନ୍ତୁ ଏଇଟା ଗୋଟେ ଏଇଟା ଭକ୍ତ ମାନଙ୍କ ପାଇଁ ଏଇଟା ଗୋଟେ ମାନେ ଭଲ ସମୟ, ଗୋଟେ ଭଲ ସମୟ, ଆନନ୍ଦ ସମୟ, ଆନନ୍ଦର ସମୟ। ଆଉ ମେଷ ମାନଙ୍କ ପାଇଁ ଏଇଟା ହଉଛି ତାଙ୍କ ପାଇଁ ଗୋଟେ ଡେଞ୍ଜର ସମୟ। ମେଷ ମାନଙ୍କ ପାଇଁ ସହାର ସମୟ, ସେମାନେ ବୁଝିପାରିବେନି। ବାସ୍ ବାସ୍ ବାସ୍, ଠିକ ଠିକ। ତେବେ ବାବା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ଖୁବ ସୁନ୍ଦର ତଥ୍ୟ ସବୁଥର ଭଳି ଏଥର ମଧ୍ୟ ପ୍ରଦାନ କଲେ ଆମର ପଞ୍ଚସଖା ଭକ୍ତ ମାନଙ୍କୁ।